ନବମା ଭଗବତୀ ଶରଣମ୍। ଦର୍ଶକ ବନ୍ଧୁ, 12 ଅଧିପତି ଶୁକ୍ର ମହାଗ୍ରହଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଇଂରାଜୀ ତାରିଖ ସେପ୍ଟେମ୍ବର ମାସ 6 ତାରିଖ 2024 ମସିହା ଶୁକ୍ରବାର। ଆଜି ତୃତୀୟା ତିଥି। ହସ୍ତା ନକ୍ଷତ୍ର କନ୍ୟାଚନ୍ଦ୍ର। ଶୁକ୍ଳ ଯୋଗ ଗରକରଣ। ଦିବା 3 ଘଣ୍ଟା 2 ମିନିଟ୍ ଗତେ ବାଣିଜ୍ୟକରଣ ଭୋଗ ହେବ। ଯୋଗିନୀ ଆଗ୍ନେୟ କୋଣରେ। ଦିବା 3 ଘଣ୍ଟା 2 ମିନିଟ୍ ପରେ ନୈಋତ କୋଣରେ ରହିବେ। ଆଜି ବିଛା ଧନୁ ଓ ମୀନ ରାଶିର ଘାତ 12 ଏବଂ ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁ କାଳ ଦିବା 10 ଘଣ୍ଟା 11 ମିନିଟ୍ରୁ ଦିବା 11 ଘଣ୍ଟା 43 ମିନିଟ୍ ମଧ୍ୟରେ। ମାହେନ୍ଦ୍ର ବେଳା ରାତ୍ରି 12 ଘଣ୍ଟା 53 ମିନିଟ୍ରୁ ରାତ୍ରି 3 ଘଣ୍ଟା 14 ମିନିଟ୍ ମଧ୍ୟରେ। ଆଜିର ଗ୍ରହ ସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ ମିଥୁନ ରାଶିରେ, ରବି ବୁଧ ସିଂହ ରାଶିରେ, ଚନ୍ଦ୍ର ଶୁକ୍ରଯୁକ୍ତ ହୋଇକି କେତୁଙ୍କ ସହିତ କନ୍ୟା ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶକ ବନ୍ଧୁଙ୍କ ପ୍ରଶ୍ନ। ଦର୍ଶକ ବନ୍ଧୁ ଜଣକ ପ୍ରଶ୍ନ ରଖିଛନ୍ତି, ଜନ୍ମଜାତକରେ ଯଦି ଦ୍ୱିତୀୟ ସ୍ଥାନରେ ଶୁକ୍ର ରହିଥାନ୍ତି କେଉଁ ପ୍ରକାର ଫଳ ରଖିଥାନ୍ତି ଏବଂ ଶନିଙ୍କର ଯଦି ଦ୍ୱିତୀୟ ସ୍ଥାନରେ ଅବସ୍ଥିତ ଜନ୍ମଜାତକରେ ଦେଖିବାକୁ ମିଳେ ତାହେଲେ କେଉଁ ପ୍ରକାର ଫଳ ମିଳିଥାଏ। ଦର୍ଶକ ବନ୍ଧୁ, ଜନ୍ମଜାତକରେ ଶୁକ୍ର ହେଉଛନ୍ତି ଐଶ୍ୱର୍ଯ୍ୟକାରକ ଗ୍ରହ। ଯଦି ଦ୍ୱିତୀୟ ସ୍ଥାନରେ ଶୁକ୍ର ଅବସ୍ଥିତ ହୋଇଥାନ୍ତି ତାହେଲେ ଜାତ ବ୍ୟକ୍ତି ବିଦ୍ୟା ଅର୍ଜନ କରିବା ସହିତ କର୍ମ କୌଶଳୀ ହୋଇଥାଏ। ବିଶେଷ କରି ସ୍ତ୍ରୀ ଜାତି ଠାରୁ ପ୍ରବଳ ମାତ୍ରାରେ ଧନ ସମ୍ପତ୍ତି ପ୍ରାପ୍ତି କରିବା ସହିତ ବୈବାହିକ ଜୀବନ ଅତ୍ୟନ୍ତ ସୁଖଦ ହୋଇଥାଏ। ଶୁକ୍ର ହେଉଛନ୍ତି ସର୍ବାଧିକ ଶୁଭଗ୍ରହ। ଜନ୍ମଜାତକରେ ବୃହସ୍ପତି ଯେଉଁ ପ୍ରକାର ଶୁଭଫଳ ପ୍ରଦାନ କରନ୍ତି ଶୁକ୍ର ମହାଗ୍ରହ ମଧ୍ୟ ସେହି ପ୍ରକାର ଫଳ ପ୍ରଦାନ କରିଥାନ୍ତି। ସର୍ତ୍ତ କେବଳ ମାତ୍ର ଏତିକି, ଶୁକ୍ର କନ୍ୟା ରାଶିରେ ନିଚସ୍ଥ ଅବସ୍ଥାରେ ନଥିବେ। ଯଦି ବି ଶୁକ୍ର କନ୍ୟା ରାଶିରେ ରହିଥିବେ ତାହେଲେ ଅଂଶବଳ ବଳାବଳ ନେଇକି ଯଦି ରହିଥାନ୍ତି ତାହେଲେ ଶୁକ୍ର ପ୍ରବଳ ମାତ୍ରାରେ ଶୁଭଫଳ ପ୍ରଦାନ କରିଥାନ୍ତି। ଦ୍ୱିତୀୟ ସ୍ଥାନରେ ଶନି ଆଦ୍ୟ ଶୁଭଦାୟକ ନୁହନ୍ତି। ଦର୍ଶକ ବନ୍ଧୁ, ଦ୍ୱିତୀୟ ସ୍ଥାନରେ ଶନି ଯଦି ରହିଥାନ୍ତି ତାହେଲେ ବିତ୍ତନାଶ, ଚକ୍ଷୁରୋଗ, ରାଜକ୍ରୋଧ ଏବଂ ମନସ୍ତାପ ବୃଦ୍ଧି କରିଥାନ୍ତି। ବିଶେଷ କରି ଜନ୍ମଜାତକ ଦରିଦ୍ର ଯୋଗ ମଧ୍ୟ ଭୋଗ କରିଥାଏ। କିନ୍ତୁ ଦ୍ୱିତୀୟ ସ୍ଥାନରେ ଶନି ଯଦି ଶୁଭଗ୍ରହ ସହିତ ରହିଥିବେ କିମ୍ବା ଦ୍ୱିତୀୟାଧିପତିଙ୍କ ସହିତ ରହିଥିବେ ତାହେଲେ ପ୍ରବଳ ମାତ୍ରାରେ ଶନି ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିକି ଧନ ସମ୍ପତ୍ତି ପ୍ରାପ୍ତି କରିଥାନ୍ତି, ଧନ ସମ୍ପତ୍ତି ପ୍ରଦାନ କରିଥାନ୍ତି। ଦର୍ଶକ ବନ୍ଧୁ, ଇଏ ଥିଲା ଆପଣଙ୍କ ପ୍ରଶ୍ନ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମକୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ସ୍ୱନକ୍ଷତ୍ରରେ କନ୍ୟା ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅଳ୍ପ ମାତ୍ରାରେ ମାନହାନିର ସୂଚନା ଅଛି। ମିଳିତ ବ୍ୟବସାୟକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ସରକାରୀ ବେସରକାରୀ କର୍ମକୁ ନେଇକି ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ବାଦ ବିବାଦ ତଥା ନ୍ୟାୟ ନିଷ୍ପତ୍ତି କର୍ମରେ ଯୋଗଦାନ ରଖନ୍ତୁ ନାହିଁ। ଆକସ୍ମିକ ଗୁପ୍ତ ଶତ୍ରୁ ମଧ୍ୟ ଜାତ ହୋଇପାରନ୍ତି। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧୂସର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବାଦ ବିବାଦ ଉତ୍ପନ୍ନ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ପରାମର୍ଶ ଅନୁସାରେ କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ଦେବା ସହିତ ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସନ୍ତାପିତ ହେବାର ସୂଚନାରୁ ଜଣାଯାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ହନୁମାନ ଚାଳିଶା ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ
ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା ପ୍ରଶଂସିତ ହେବେ। ସରକାରୀ ବେସରକାରୀ କର୍ମକୁ ନେଇକି ବିଳମ୍ବ ଯୋଗ ସଂଗଠିତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ପରିବାର ମଧ୍ୟ ଯଦି ରୁଗ୍ଣ ବ୍ୟକ୍ତି ରହିଥାନ୍ତି ତାହେଲେ ତାଙ୍କର ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହନ୍ତୁ। ମାତୃପୀଡ଼ାର ସୂଚନା ପରିଲକ୍ଷିତ ହେବା ସହିତ ଭୂ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ନେଇକି ବାଦ ବିବାଦ ଉତ୍ପନ୍ନ ହେବାର ମଧ୍ୟ ଜଣାଯାଏ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଳ୍ପ ମାତ୍ରାରେ ଆଶ୍ୱସ୍ତି ଲାଭ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଆକାଶୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଗଂ ଗଣପତେ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅଳ୍ପ ମାତ୍ରାରେ ଆଶ୍ୱସ୍ତି ଲାଭ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଚିନ୍ତା ମୁକ୍ତିର ସୁଯୋଗ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଦିନଟିରେ ଧର୍ମ କର୍ମ ରୀତିନୀତି ପ୍ରତି ପ୍ରବଳ ମାତ୍ରାରେ ଆଗ୍ରହ ଜାତ ହେବ। ଜ୍ଞାତି ପରିବାର ବନ୍ଧୁବର୍ଗ ତଥା ଭ୍ରାତୃଭଗ୍ନୀଙ୍କ ଠାରୁ ସାହାଯ୍ୟ ସହାନୁଭୂତି ମିଳିପାରେ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବା ସହିତ ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ହତୋତ୍ସାହିତ ରହିପାରନ୍ତି। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳପ୍ରାପ୍ତି ହେବା ସହିତ ଉଚ୍ଚ ପଦ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶା ଫଳ ପ୍ରାପ୍ତି ହେବା ସହିତ ଉଚ୍ଚ ପଦ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ଜ୍ଞାତି ପରିବାର ବନ୍ଧୁବର୍ଗଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି ସିଦ୍ଧକୁଞ୍ଚିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଦ୍ରବ୍ୟ ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଆକସ୍ମିକ ସୁସମ୍ବାଦ ଶ୍ରବଣ କରିବେ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ନ୍ୟାୟଟି ଆପଣଙ୍କୁ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରହିବା ସହିତ ଆର୍ଥିକ ସ୍ଥିତି ସବଳ ଅଟେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ଶୁଭଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଗାଈକୁ ଚୁଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ଦିନଟି ଅମୃତ ତୁଲ୍ୟ ହେବ। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉଦାରତା ଗୁଣ ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପବ୍ୟୟ ଖର୍ଚ୍ଚରୁ ଦିନଟିରେ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବା ସହିତ ଆର୍ଥିକ ସ୍ଥିତି ସବଳ ଅଟେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଦିନଟିରେ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ରାଧାକୃଷ୍ଣାୟ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କର୍ମ ବ୍ୟସ୍ତତା ବୃଦ୍ଧି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସ୍ୱଜନରେ ବିରୋଧାଚରଣ ଭାବ ଦେଖାଯାଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ଆଶାତୀତ ଫଳପ୍ରାପ୍ତି କରିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ଲାଭ କରିବା ସହିତ ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନହେଲେ ମଧ୍ୟ ଦୁଃଖଦ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ବିଘ୍ନରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ।
ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୁଖ ହାନିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଦିନଟିରେ ଅଳ୍ପ ମାତ୍ରାରେ କ୍ଲେଶ ଦେଖାଯିବାର ସୂଚନାର ଜଣାଯାଏ। ସରକାରୀ ବେସରକାରୀ କର୍ମକୁ ନେଇକି ମନସ୍ତାପ ବୃଦ୍ଧି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ରାସ୍ତାଘାଟରେ ଯିବା ଆସିବା ସମୟରେ ସଦାସର୍ବଦା ଯତ୍ନଶୀଳ ରୁହନ୍ତୁ। ଚତୁଷ୍ପଦ ଜୀବଜନ୍ତୁ ତଥା ଚତୁଷ୍ପଦ ପ୍ରାଣୀଙ୍କ ଠାରୁ ଆଘାତ ମିଳିପାରେ। ଆର୍ଥିକ ସ୍ଥିତି ପ୍ରତି ଯତ୍ନଶୀଳ ରହିବା ସହିତ ସହଧର୍ମିଣୀଙ୍କ ପରାମର୍ଶ ଅନୁସାରେ ଗୃହ କାର୍ଯ୍ୟ ସମ୍ପାଦନ କରନ୍ତୁ। ସ୍ୱାସ୍ଥ୍ୟ ଶରୀର ଆଦ୍ୟ ଶୁଭଦାୟକ ନୁହେଁ। ଦିନଟିରେ ଖାଦ୍ୟପେୟ ଏବଂ ଦିନଚର୍ଯ୍ୟା ପ୍ରତି ଧ୍ୟାନ ରଖିବେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ହାନିର ସୂଚନା ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଚିତ୍ରବର୍ଣ୍ଣ ରଙ୍ଗ ଶୁଭ ଅଙ୍କନ। ଆପଣ ଆଜି ଶିବଶକ୍ତିଙ୍କ ଦର୍ଶନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ବିଶେଷ ଦୁଃଖଦାୟକ ନୁହନ୍ତି। କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମିତ୍ର ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ପ୍ରଶଂସାର ପାତ୍ର ହେବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବେ। ପରିବାର ମଧ୍ୟ ଯଦି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମ ବିମୁଖ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ ଶୁଭ ଅଙ୍କ 6। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଫଳତାର ଚାବିକାଠି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅପଯଶ ମିଳିବାର ସୂଚନାରୁ ଜଣାଯାଏ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ଦିନଟିରେ ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟ ଶରୀର ପ୍ରତି ପ୍ରବଳ ମାତ୍ରାରେ ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ଆବଶ୍ୟକ ସ୍ଥଳେ ଋଣ ଗ୍ରହଣ କରିପାରନ୍ତି। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଦିନଟିରେ ଦୂରଯାତ୍ରାର ସୂଚନା ପରିଲକ୍ଷିତ ହୁଏ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ ଶୁଭ ଅଙ୍କ 1। ଆପଣ ଆଜି ଦୁର୍ଗାନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନମଃ ଭଗବତୀ